ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନେକ ସମୟରେ କାର୍ଟୁନ ସଜାଇ ଦିଆଯାଉଛି। ଏଭଳି ଏକ ଧାରଣା ସୃଷ୍ଟି ହେବା ସ୍ୱାଭାବିକ। ନବୀନ ବାବୁ ଏବେ ହସ୍ପିଟାଲରେ, ସାରା ରାଜ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। 24 ବର୍ଷର ମୁଖ୍ୟମନ୍ତ୍ରୀ, ବିଜେଡିର ସୁପ୍ରିମୋ, ରାଜ୍ୟ ପାଇଁ ବହୁତ କିଛି ଅବଦାନ ତାଙ୍କର ରହିଛି। କିନ୍ତୁ ତାଙ୍କର ଅସୁସ୍ଥତା ଖବରକୁ ପରେ ପରେ ଯେଉଁ ଘଟଣାବଳୀ ସବୁ ଘଟିଛି ଏବଂ ନବୀନ ବାବୁଙ୍କର ଯେଉଁ ଭିଡ଼ିଓ ଛଡ଼ା ହେଇଛି ତାହାକୁ ନେଇକି ଆମ ମନରେ କିଛି ପ୍ରଶ୍ନ ଉଠୁଛି। କାହା ମନରେ କ'ଣ ଘଟୁଥିବ ସେଇଟା ଅଲଗା କଥା। ପ୍ରଶ୍ନଟି ହେଉଛି, ନବୀନ ବାବୁ ଆୟୁସିରେ ଥିଲେ, ଏପଟେ କୁହାଯାଉଛି ଡିହାଇଡ୍ରେସନ୍। ଡିହାଇଡ୍ରେସନ୍ ଘଟଣାରେ ଆୟୁସିରେ ରୁହନ୍ତି କି ସେଇଟା ଆଜ୍ଞା ମୁଁ ଜାଣିନି, ଡାକ୍ତରମାନେ କହିପାରିବେ, ଅନ୍ୟମାନେ କହିପାରିବେ। ହୁଏତ ମୁଁ ମାନୁଛି ମୁଁ ଭୁଲ ହେଇପାରେ। ଆୟୁସିରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ ଦେଖା ପାଇଲେନି, ପିସିସି ସଭାପତି ଭକ୍ତ ଦାସ ଦେଖା ପାଇଲେନି, ଦଳର ବହୁ ବରିଷ୍ଠ ନେତାମାନେ ମଧ୍ୟ ଦେଖା ପାଇଲେନି, ସାକ୍ଷାତ କରିପାରିଲେନି। କିନ୍ତୁ ପରବର୍ତ୍ତୀ ସମୟରେ ଗୋଟେ ଭିଡ଼ିଓ ଛଡ଼ାଗଲା ଯେଉଁଥିରେ ଜୁନିୟର ଡାକ୍ତରମାନେ ନବୀନ ବାବୁଙ୍କୁ ପଚାରୁଛନ୍ତି ଆପଣ କେମିତି ଅଛନ୍ତି। ନବୀନ ବାବୁ କହୁଛନ୍ତି ମୁଁ ବର୍ତ୍ତମାନ ସୁସ୍ଥ ଅଛି। ସେ ଯେଉଁ 15 ସେକେଣ୍ଡର ଭିଡ଼ିଓ ବି ହଉ, କଥା ହେଉଛି ଜଣେ ଆଇସିୟୁ ବେଡରେ ଅଛନ୍ତି, ତାହେଲେ ଭିଡ଼ିଓ କରିବାର ଆବଶ୍ୟକତା କାହିଁକି ପଡ଼ିଲା? କେହି କିଛି କାରଣକୁ ନେଇ ଡରୁଛନ୍ତି କି ଯେଉଁଥିପାଇଁ ଭିଡ଼ିଓ ଛଡ଼ାଗଲା? ସମ୍ ହସ୍ପିଟାଲ ପକ୍ଷରୁ, ସମ୍ ଅଲ୍ଟିମେଟ୍ ପକ୍ଷରୁ ଯେମିତି ଭାବରେ ନବୀନ ବାବୁଙ୍କର ଦେହକୁ ନେଇ ପ୍ରଥମେ ଏକ ବୁଲେଟିନ୍ ସନ୍ଧ୍ୟାବେଳେ ଜାରି କରାଯାଇଥିଲା, ସେମିତି ନବୀନ ବାବୁ ସୁସ୍ଥ ବୋଲି ବୁଲେଟିନ୍ ଜାରି କରାଯାଇଥାନ୍ତା, ଗଣମାଧ୍ୟମରେ ତାକୁ ପ୍ରସାରିତ ବି କରାଯାଇଥାନ୍ତା, କାମ ସରିଥାନ୍ତା। ଏ 15 ସେକେଣ୍ଡର ଭିଡ଼ିଓ କରି ପଠାଇବାର ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଆଦରୁ କିଛି ବାସ୍ନା ବାରି ହେଉଛି, କାହିଁକି ନା କିଛି ଆବଶ୍ୟକ ହିଁ ନଥିଲା। ଯେତେବେଳେ ଜଣକୁ ଦେଖା କରିବା ପାଇଁ ନେତା ଯାଇପାରୁନାହାନ୍ତି, ସେଠାରେ ଭିଜୁଆଲ ଭିଡ଼ିଓ କରିବା କାହିଁ ଦରକାର? ତାପରେ ଆଉ ଗୋଟେ କଥା ମାର୍କ କରିବେ ଆପଣ, ସମ୍ ଅଲ୍ଟିମେଟ୍ର ବରିଷ୍ଠ ଡାକ୍ତରଙ୍କ ସହ ନବୀନ ବାବୁ କଥା ହେଉନାହାନ୍ତି, ଜୁନିୟର ଡକ୍ଟରମାନେ ସହ କଥା ହେଉଛନ୍ତି। ଯଦି ନବୀନ ବାବୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିଏ ପଚାରନ୍ତି, ତାହେଲେ ସାଧାରଣତଃ ଯେଉଁ ଡାକ୍ତର ସେ ଦାୟିତ୍ୱ ରହିଥାନ୍ତି ସେମାନେ ପଚାରିଦେଲେ ଭଲ ହେଇଥାନ୍ତା। କାରଣ ଜେନେରାଲି ଯାହାଙ୍କ ନେତୃତ୍ୱରେ ଚିକିତ୍ସା ହେଉଛି ସେମାନେ ପଚାରି ପାରିଥାନ୍ତି। ଏତେ ସବୁ କଥା କହିବାର କାରଣ ହେଉଛି, ଗତକାଲି ବିଜୁ ଜନତା ଦଳରେ ନବୀନ ବାବୁଙ୍କ ଅସୁସ୍ଥତାକୁ ନେଇ କିଛି ହଲଚଲ ସୃଷ୍ଟି ହେଇଛି। ସମ୍ ଅଲ୍ଟିମେଟ୍କୁ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଯାଇଥିଲେ, ଯୁବ ନେତାମାନେ ବି ଯାଇଥିଲେ। ସ୍ୱାଭାବିକ ଭାବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଅସୁସ୍ଥତା ଖବର ପାଇଛନ୍ତି ମାନେ ସେମାନେ ସେଠାକୁ ଯିବେ। ସେଠାରେ ଭିକେ ପାଣ୍ଡିଆନ ଏବଂ ସୁଜାତା କାର୍ତ୍ତିକେୟନ ବି ଆସିଥିଲେ। କନିଷ୍ଠ ନେତାମାନେ ସୁଜାତା କାର୍ତ୍ତିକେୟନଙ୍କୁ ଦେଖି ନମସ୍କାର କଲେ, କିନ୍ତୁ ବରିଷ୍ଠ ନେତାମାନେ ଉଠିଲେନି, ନିଜ ସିଟ୍ରେ ଯେମିତି ବସି ରହିବା କଥା ବସି ରହିଲେ। ଧରିତ୍ରୀରେ ଉଲ୍ଲେଖ କରାଯାଇଛି, ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁଜାତା କାର୍ତ୍ତିକେୟନଙ୍କୁ ପ୍ରଶ୍ନ କରିଛନ୍ତି, ନବୀନ ବାବୁ ଅସୁସ୍ଥ ଅଛନ୍ତି ତଥାପି ଆମକୁ କେହି ଅବଗତ କରାଯାଉନି, ଏଗୁଡ଼ା କ'ଣ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି। ତାପରେ ଯେତେବେଳେ ଭିକେ ପାଣ୍ଡିଆନ ଆସିଛନ୍ତି, ସେ କୁଆଡ଼େ ରାଗ ତମତମ ହେଇଛନ୍ତି, ବିରକ୍ତ ହେଇଛନ୍ତି। ହସ୍ପିଟାଲକୁ ବରିଷ୍ଠ ନେତାମାନେ କାହିଁକି ଆସିଲେ, ଏହାକୁ ନେଇ ପଲିଟିସାଇଜ କରାଯାଉଛି, ଏହାର ରାଜନୈତିକକରଣ କରାଯାଉଛି, ଏଭଳି ଚର୍ଚ୍ଚା ମଧ୍ୟ କାହିଁକି ହେଉଛି ବୋଲି ସେ କ୍ଷୁବ୍ଧ ହୋଇଥିଲେ। ପାଣ୍ଡିଆନ କ୍ଷୁବ୍ଧ ହେବା ପରେ ପରେ କି ପାଣ୍ଡିଆନ ଏଇ କଥା କହିବା ପରେ ପରେ ଭିଡ଼ିଓ ଛଡ଼ା ଯାଇଥିଲା। ଅର୍ଥାତ୍ ରାଜନୈତିକ ଦୃଷ୍ଟିକୋଣରୁ କାଳେ ବିଜେଡ଼ିରେ କିଛି ହଲଚଲ ସୃଷ୍ଟି ହେବ, ସେଥିପାଇଁ ଭିଡ଼ିଓ ଛଡ଼ାଗଲା ଏବଂ ନିଜେ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର କହିବାକୁ ପଡ଼ିଲା, ହଁ ମୁଁ ସୁସ୍ଥ ଅଛି, ହଁ ମୁଁ ସୁସ୍ଥ ଅଛି। କଥା ଆର ମାନେ ହେଉଛି, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ତାମାନେ କିଛି ନେତା ତାଙ୍କ ଉପରେ ଯେଉଁ ସନ୍ଦେହ ସୃଷ୍ଟି ହେଉଛି, ସେ ସନ୍ଦେହଟାକୁ କ୍ଲାରିଫାଏ କରିବା ପାଇଁ
ଏଭଳି ଏକ ନାଟକ କରୁନାହାନ୍ତି ତ। ଏକଥା ଆଜ୍ଞା ମୁଁ କହୁନି, ଆପଣ ବିଜେଡ଼ିର ଅଳିନ୍ଦରେ କଥା କୁହନ୍ତୁ, ବରିଷ୍ଠ ନେତାମାନଙ୍କ କଥା କୁହନ୍ତୁ, ସେମାନେ ଫିଡ଼କିଛନ୍ତି କି ନାହିଁ ତାଙ୍କ କଥା କୁହନ୍ତୁ। ଗାଇମୋଟ କହିଲେ ନବୀନ ବାବୁ ସୁସ୍ଥ ହୋଇ ଫେରି ଆସନ୍ତୁ, ନବୀନ ବାବୁ ବିଜୁ ଜନତା ଦଳର ମଙ୍ଗ ବି ସମ୍ଭାଳନ୍ତୁ। କିନ୍ତୁ ଏ ତମାମ ପ୍ରସଙ୍ଗ ଆଉ ଗୋଟିଏ କଥା ଦର୍ଶାଇଛି, ଯେଉଁ ବିଷୟରେ ମୁଁ ପରବର୍ତ୍ତୀ ସମୟରେ ଆଲୋଚନା କରିବି, ଯେ ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ଅନେକ ବରିଷ୍ଠ ନେତା ଓ କର୍ମୀ ଗ୍ରହଣ କରିବାକୁ ନାରାଜ, ଏହି ବାର୍ତ୍ତା ମିଳିଛି। ଆଗାମୀ ଦିନରେ ଯାହାକି ପାଣ୍ଡିଆନ ଓ ସୁଜାତା ପାଇଁ ଗୋଟିଏ ଆହ୍ୱାନ କହିଲେ ଭୁଲ ହେବ ନାହିଁ।